କାହିଁକି କେଜାଣି ଆଜି ସନ୍ଧ୍ୟାରେ ମୋତେ ଟିକେ ଇଚ୍ଛା ହେଇଥିଲା ମାଛ ଖାଇବା ପାଇଁ। ତ ମୁଁ ଆସି ପହଞ୍ଚି ଯାଇଥିଲି ଆମ ଜଳେଶ୍ୱର ଷ୍ଟେସନ ବଜାରରେ ମାଛ ମାର୍କେଟରେ, ଯୋଉଟା କେବଳ ସନ୍ଧ୍ୟାବେଳ ଟାଇମରେ ବସିଥାଏ। ଏଇଠି ଆପଣଙ୍କୁ ସବୁ ପ୍ରକାର ମାଛ ମିଳିବ, ଦେଶୀ ପାଖରୁ ଷ୍ଟାର୍ଟ କରିକି ଲୁଣା ପର୍ଯ୍ୟନ୍ତ ସବୁ ପ୍ରକାର ମାଛ। ମାଛ ସହିତ ଏଠି ପରିବା ମାର୍କେଟ, ଫଳ ମାର୍କେଟ ମଧ୍ୟ ଅଛି। ତ ଯେହେତୁ ମୋତେ ମାଛ ହିଁ ନେବାର ଥିଲା, ତ ମୁଁ ଯାଇକି ପହଞ୍ଚି ଯାଇଥିଲି ମାଛ ମାର୍କେଟରେ। ଆଜି ମୋତେ ନେବାର ଥିଲା ଦେଶୀ ମାଛ। ଲୁଣା ମାଛ ମୁଁ ଟିକେ ବହୁତ କମ୍ ଖାଏ, କାହିଁକିନା ମୋତେ ପର୍ସନାଲି ଦେଶୀ ମାଛ ଟିକେ ପସନ୍ଦ। ଯେହେତୁ ଦେଖିପାରୁଥିବେ ଆପଣମାନେ କେତେ ଫ୍ରେଶ୍ ମାଛ ଏଠି ଅଛି। ସକାଳ ବେଳାରେ ମାଛ ମାର୍କେଟ ପରେ ସନ୍ଧ୍ୟା ବେଳାରେ ମାଛ ମାର୍କେଟରେ ମଧ୍ୟ ଫ୍ରେଶ୍ ମାଛ ଆଭେଲେବଲ୍ ମିଳିଯାଏ। ଏଇଠି ମୁଁ ଆସି ପହଞ୍ଚି ଯାଇଥିଲି ଦେଶୀ ମାଛ ଷ୍ଟଲ୍ରେ। ଆଣ୍ଡ ମୋତେ ଯେଉଁ ମାଛଟା ପସନ୍ଦ ଆସିଥିଲା ସେ ଭାଇଙ୍କୁ ମୁଁ କହିଦେଇଥିଲି। ତାପରେ ସେ ମାଛକୁ ଅଧା କାଟି ଦେଇଥିଲେ, କାହିଁକିନା ମୁଁ ତ ବହୁତ ବଡ଼ ମାଛଟା ଥିଲା, ଯେହେତୁ ମୁଁ ତ ପୁରା ମାଛ ନେଇପାରିବିନି। ତ ସେଥିରୁ କିଛିଟା ସେ କାଟି ଦେଇକି ପଛପଟେ ଦେଇଥିଲେ ତାଙ୍କ ଷ୍ଟାଫ୍କୁ ସଫା କରିବା ପାଇଁ। ତ ଏଇଠି ଚାଲିଛି ମୋର ମାଛ ସଫା, ଦେନ୍ ମାଛ ମୋର କଟିଂ। ଫାଇନାଲି ମୋର ମାଛ କଟିଂ ସହିତ ମାଛ ପ୍ୟାକିଂ ମଧ୍ୟ ସରିଲା। ଏବେ ଚାଲନ୍ତୁ ଜଲ୍ଦି ଆକୁ ନେଇକି ଘରକୁ ଯିବା ଆଉ ରୋଷେଇ କରିକି ରାତିରେ ଗରମ ଗରମ ଭାତ ସହିତ ମାଛ ତରକାରୀର ମଜା ନେବା।